ଆଜି ହେଉଛି ମାର୍ଚ୍ଚ 8 ତାରିଖ ରବିବାର, ଯେଉଁଟାକି ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ। ତ ଏହି ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ତ ଏହି ଚତୁର୍ଥ କିସ୍ତି ଟଙ୍କା କେଉଁମାନେ ପାଇବେ ଏବଂ ଅନେକ ହିତାଧିକାରୀ ଅଛନ୍ତି, ସେମାନେ ଏପର୍ଯ୍ୟନ୍ତ ଗୋଟିଏ ହେଲେ କିସ୍ତି ଟଙ୍କା ପାଇନାହାନ୍ତି। ତ ଆପଣମାନେ ଦୟାକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିବେ ଏବଂ ଆଜି କେତେଟା ସୁଦ୍ଧା ଆପଣମାନଙ୍କୁ ଏହି ଟଙ୍କା ମିଳିବ, ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତାପରେ ଅନେକ ହିତାଧିକାରୀ ଅଛନ୍ତି ଏପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି ଏବଂ ତୃତୀୟ ଏବଂ ଚତୁର୍ଥ କିସ୍ତି ଏପର୍ଯ୍ୟନ୍ତ ସେମାନେ ପାଇପାରି ନାହାନ୍ତି। ସେମାନଙ୍କର କ'ଣ ଅସୁବିଧା ଅଛି, ଆପଣମାନେ ନିଜେ ଡିଟେଲ୍ସ ଜାଣନ୍ତୁ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଲା ପରେ ଆପଣମାନେ ଜାଣିପାରିବେ ଆଜି ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିବ କି ନାହିଁ। ତେଣୁ ଦୟାକରି ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନ୍ୟୁଜ୍ ମାଧ୍ୟମରେ ମଧ୍ୟ ପ୍ରକାଶ ପାଇସାରିଲାଣି ଆଜି ଆପଣମାନଙ୍କୁ 100% ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ତେଣୁ ସେହି ଖୁସିରେ ଆପଣମାନେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ମୁଁ ବିନା ପ୍ରମାଣ କିମ୍ବା ବିନା ନୋଟିସ୍ରେ ଆପଣମାନଙ୍କୁ ଭିଡ଼ିଓ ପ୍ରୋଭାଇଡ଼ କରେ ନାହିଁ। ପେପର ମାଧ୍ୟମରେ ମଧ୍ୟ ପ୍ରକାଶ ପାଇ ସାରିଲାଣି। ଆସନ୍ତୁ କ'ଣ ପ୍ରକାଶ ପାଇଛି ଜାଣିବା। ତ ଦେଖନ୍ତୁ, ବାସ୍ କିଛି ସମୟ ଭିତରେ ଆସିବ ସୁଭଦ୍ରା ଟଙ୍କା। ଜାଣନ୍ତୁ ମୋବାଇଲରେ 2 ମିନିଟ୍ ଭିତରେ କେମିତି କରିବେ ଚେକ୍। ଦେଖନ୍ତୁ ଆଜ୍ଞା, ଓଡ଼ିଶା ଭାସ୍କରରେ ପ୍ରକାଶ ପାଇଛି ଆଜି 7:47 PM ମାର୍ଚ୍ଚ 8 ତାରିଖ। ଦେଖନ୍ତୁ ଲାଇଭ୍ ପ୍ରୁଫ୍ ସହିତ ଆପଣମାନଙ୍କୁ ଦେଖାଉଛି। ତ କ'ଣ ପ୍ରକାଶ ପାଇଛି ଆସନ୍ତୁ ଜାଣିବା। ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଯଦି ଆପଣଙ୍କୁ ପୂର୍ବରୁ 3ଟି କିସ୍ତି ଟଙ୍କା ମିଳିଛି ଓ ସମସ୍ତ ଡକୁମେଣ୍ଟ ଠିକ୍ ଅଛି, ତେବେ ଆଜି ଚତୁର୍ଥ କିସ୍ତିରେ ଆକାଉଣ୍ଟକୁ 5,000 ଆସିବ। ଏ ନେଇ ପୂର୍ବରୁ ବଡ଼ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଖନ୍ତୁ ଆଜ୍ଞା, ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ଆଜି ବହୁତ ବଡ଼ ଖୁସି ଖବର। ଅନେକ ହିତାଧିକାରୀ ଭିଡ଼ିଓଟିକୁ ଦେଖୁଛନ୍ତି, ଆପଣମାନେ ମଧ୍ୟ ଆପଣମାନଙ୍କ ମନରେ ବହୁତ ଖୁସି ଆସୁଥିବ। ତାପରେ ଯଦି ଆପଣଙ୍କୁ 3ଟି କିସ୍ତି ଟଙ୍କା ମିଳିଛି ଓ ସମସ୍ତ ଡକୁମେଣ୍ଟ ଯଦି ଠିକ୍ ଅଛି, ତେବେ ଆଜି ଚତୁର୍ଥ କିସ୍ତି ଆପଣମାନଙ୍କୁ ନିଶ୍ଚୟ 5,000 ଟଙ୍କା 100% ମୁଁ ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନଙ୍କୁ ନିଶ୍ଚୟ ମିଳିବ। ତାପରେ ଏ ନେଇ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାପରେ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି, କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ। ଦେଖନ୍ତୁ ଆଜ୍ଞା, ଅନେକ ନୂଆ ହିତାଧିକାରୀ ଆବେଦନ କରିଛନ୍ତି, ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି। ସେମାନେ ଆଜି ପାଇବେ କି ନାହିଁ ନିଶ୍ଚୟ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ତାପରେ ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଯେ, ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା। ଦେଖନ୍ତୁ ଆଜ୍ଞା, ମୁଁ ଆଜି ଟଙ୍କା ପାଇବି କି ନାହିଁ, ନିହାତି ଅନେକ ହିତାଧିକାରୀଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଛି। କାରଣ ସେମାନଙ୍କର ଅନେକ କିଛି ଭୁଲ ଯୋଗୁଁ ସେମାନଙ୍କର ଏହି ପ୍ରଶ୍ନଟି ବାରମ୍ବାର ଆପଣମାନଙ୍କ ମନରେ ଆସୁଛି। ତାପରେ ବିଜେପି ସରକାର ଶାସନକୁ ଆସିବା ପରଠୁ ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ। ଦେଖନ୍ତୁ ଆଜ୍ଞା, ବିଜେପି ସରକାର ଶାସନକୁ ଆସିବା ପରଠୁ ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ତାପରେ ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି, ଯେଉଁଟାକି ବର୍ତ୍ତମାନ ଚର୍ଚ୍ଚା ଚାଲିଛି ସୁଭଦ୍ରା ଯୋଜନା। ତାପରେ ଏହି ସ୍କିମ୍ରେ ମହିଳାମାନଙ୍କୁ 5 ବର୍ଷରେ 50,000 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର। ତ ଆପଣମାନେ ମଧ୍ୟ ଜାଣିଥିବେ, ଯଦି ଆପଣମାନଙ୍କୁ ଏପର୍ଯ୍ୟନ୍ତ ବୟସ ହୋଇଯାଉଛି, ତାହେଲେ ଆପଣମାନେ 21 ବର୍ଷ ଯଦି ଆପଣମାନଙ୍କୁ ହେଉଛି, ଆଜି ସୁଦ୍ଧା ଆପଣମାନେ ଆବେଦନ କରନ୍ତୁ, ନିଶ୍ଚୟ ସୁଭଦ୍ରା ଟଙ୍କା ଆଗକୁ ପାଇବେ। ତାପରେ ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ତୃତୀୟ କିସ୍ତିର ଟଙ୍କା ପ୍ରଦାନ କରିଛନ୍ତି ସରକାର। ମହିଳାମାନଙ୍କୁ 15,000 ଟଙ୍କା ହାତ ଖର୍ଚ୍ଚ ମିଳିଛି, ବାକି ଟଙ୍କା କିସ୍ତି ଅନୁସାରେ ପ୍ରଦାନ କରାଯିବ। ତାପରେ କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ମହିଳାମାନଙ୍କୁ ଏହି ଟଙ୍କା ମିଳିନାହିଁ। ତେଣୁ ଆବେଦନର ଷ୍ଟାଟସ୍ ବାବଦରେ ଜାଣିବା ପାଇଁ ହେଲେ ସରକାରୀ ୱେବସାଇଟ୍ ସୁଭଦ୍ରା ପୋର୍ଟାଲକୁ ପରିଦର୍ଶନ କରିବାକୁ ପଡ଼ିବ। ଦେଖନ୍ତୁ ଆଜ୍ଞା, ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ତୃତୀୟ କିସ୍ତିର ଟଙ୍କା ପ୍ରଦାନ କରିଛନ୍ତି ସରକାର। ଏମିତି ନୂଆ ଆବେଦନକାରୀ ଅଛନ୍ତି
ସେମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତ ଦେଖନ୍ତୁ ଆପଣମାନଙ୍କୁ ଯଦି ଟଙ୍କା ପାଇନାହାନ୍ତି ନୂଆ ଆବେଦନକାରୀ ଅଛନ୍ତି ତାହେଲେ ଆଜି ସୁଦ୍ଧା ଆପଣମାନଙ୍କୁ ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ଆପଣମାନେ ହତାଶ ହୁଅନ୍ତୁନି। ତାପରେ ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣମାନଙ୍କର ସାମ୍ନାରେ ଏକ ବକ୍ସ ଖୋଲିବ ଯେଉଁଥିରେ ଆପଣଙ୍କୁ ନିଜର ଆଧାର ନମ୍ବର ଦାଖଲ କରିବାକୁ ପଡ଼ିବ। ତ ଦେଖନ୍ତୁ ଆପଣମାନେ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ। ଯଦି ଆପଣମାନଙ୍କର ଷ୍ଟାଟସ୍ରେ ଦେଖନ୍ତୁ ଯେଉଁମାନେ ତୃତୀୟ କିସ୍ତି ଯାଏଁ ଟଙ୍କା ପାଇଛନ୍ତି ସେମାନଙ୍କର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଟଙ୍କା ଆପ୍ରୁଭ୍ ବୋଲି ଲେଖାଥିବ। ଦେଖନ୍ତୁ ଆଜ୍ଞା ଆପଣମାନଙ୍କର ଷ୍ଟାଟସ୍ ଚେକ୍ କରନ୍ତୁ ଆବେଦନ ସ୍ଥିତି। ଯଦି ଆପଣମାନଙ୍କର ତୃତୀୟ କିସ୍ତି ଯାଏଁ ଆପଣମାନେ ପାଇସାରିଛନ୍ତି ତାହେଲେ ଆପଣମାନଙ୍କର ଫାର୍ଷ୍ଟ ଇନଷ୍ଟଲମେଣ୍ଟ, ସେକେଣ୍ଡ ଇନଷ୍ଟଲମେଣ୍ଟ ଏବଂ ଲାଷ୍ଟ ତୃତୀୟ ଇନଷ୍ଟଲମେଣ୍ଟ ଆପଣମାନଙ୍କର ଆପ୍ରୁଭ୍ ବୋଲି ଲେଖୁଥିବ। ଯଦି ଆପଣମାନଙ୍କର ଆପ୍ରୁଭ୍ ବୋଲି ଲେଖାଯାଉଛି ତାହେଲେ ଆପଣମାନେ ନିହାତି ଆଜି 100% ସହିତ କହୁଛି ଆପଣମାନେ ନିଶ୍ଚୟ ସୁଭଦ୍ରା ଟଙ୍କା 5,000 ଟଙ୍କା ପାଇବେ। ଏହାପରେ ଆପଣଙ୍କ ଆଧାର ସହ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ OTP ଆସିବ। ସେହି OTP ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସ୍ ଦେଖାଯିବ। ତାପରେ ଏକ ପୃଷ୍ଠା ଖୋଲିଯିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ। ତଳେ ଏକ ବକ୍ସ eKYC ଷ୍ଟାଟସ୍, eKYC ପ୍ରକାର, କିସ୍ତି ସ୍ଥିତି ଏବଂ ପେମେଣ୍ଟ ସ୍ଥିତି ଦେଖାଯିବ। ତ ଆପଣମାନଙ୍କର ସ୍ଥିତି ସବୁ ଯାଞ୍ଚ କରନ୍ତୁ। ଯଦି ଆପଣମାନଙ୍କର ଆପ୍ରୁଭ୍ ବୋଲି ଲେଖାଯାଉଛି ତାହେଲେ ଆପଣମାନଙ୍କର ନିଶ୍ଚୟ ଆଜି ସୁଭଦ୍ରା ଟଙ୍କା ଆସିବ। ଯଦି ଆପଣମାନଙ୍କର ନୂଆ ଆବେଦନ କରୁଛନ୍ତି ତାହେଲେ ଯଦି ଆପଣମାନଙ୍କର ପେଣ୍ଡିଂ ଲେଖାଯାଉଛି ତାହେଲେ ଆଜି ନିଶ୍ଚୟ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିବ। ଯଦି ଯେଉଁମାନେ ନୂଆ ଆବେଦନ କରିଛନ୍ତି ତାପରେ eKYC ଷ୍ଟାଟସ୍ରେ ପେଣ୍ଡିଂ ଦେଖାଯାଉଛି ତେବେ ତୁରନ୍ତ eKYC କରିନିଅନ୍ତୁ। ସ୍ୱୀକୃତି ଷ୍ଟାଟସ୍ରେ ଅଣ୍ଡର ପ୍ରୋସେସ୍ ଯଦି ଲେଖାଥିଲେ ସେମାନଙ୍କର ଆବେଦନର ସରକାରଙ୍କ ବିଚାରାଧୀନ ଅଛି ବୋଲି ଜାଣିବେ। ଦେଖନ୍ତୁ ଆଜ୍ଞା ଅନେକ ହିତାଧିକାରୀ ଅଛନ୍ତି ଏପର୍ଯ୍ୟନ୍ତ ସେମାନଙ୍କର ଷ୍ଟାଟସ୍ ଅଣ୍ଡର ପ୍ରୋସେସ୍ ଲେଖୁଛି। ଦେଖନ୍ତୁ ଆଜ୍ଞା ଯଦି ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ଆଜି ଲେଖୁଛି କିମ୍ବା ଆଗରୁ ଲେଖୁଛି ନୂଆ ଆବେଦନକାରୀ ହୋଇଛନ୍ତି ସେମାନେ ଆଜି 100% ସହିତ କହୁଛି ଆପଣମାନେ ନିଶ୍ଚୟ ସୁଭଦ୍ରା ଟଙ୍କା ପାଇବେ। ତାପରେ ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜ୍ରେ ରିଜେକ୍ଟ ବୋଲି ଲେଖାଯିବ। ଦେଖନ୍ତୁ ଆଜ୍ଞା ଅନେକ ନୂଆ ହିତାଧିକାରୀ ଅଛନ୍ତି ସେମାନଙ୍କର ଆଜି ଅଣ୍ଡର ପ୍ରୋସେସ୍ ଦେଖାଯିବ। ତେଣୁ ଆପଣମାନଙ୍କର ନିହାତି ଆଜି 100% ସୁଭଦ୍ରା ଟଙ୍କା ଆସିବ। ତ ଆପଣମାନେ ହତାଶ ହୁଅନ୍ତୁନି। ନିଶ୍ଚୟ ଆପଣମାନଙ୍କୁ 1ଟା ସୁଦ୍ଧା ଆପଣମାନଙ୍କୁ ମିଳିଯିବ ଏହି ସୁଭଦ୍ରା ଟଙ୍କା। ତ କେଉଁ ହିସାବରେ ଆସିବ ନା ଆଲଫାବେଟିକାଲି ହିସାବରେ ଆସିବ, ABCD ହିସାବରେ। ତ ଆପଣମାନଙ୍କର ଫାଷ୍ଟ ଅକ୍ଷର ଯେଉଁ ଆପଣମାନଙ୍କର ନାମର ଫାଷ୍ଟ ଅକ୍ଷର ଯଦି A ଅଛି ତାହେଲେ ଆପଣମାନଙ୍କୁ ଶୀଘ୍ର ମିଳିଯିବ। ଏମିତି ହିସାବରେ ଆସିବ। ଆପଣମାନେ ହତାଶ ହୁଅନ୍ତୁନି, ନିଶ୍ଚୟ ଆପଣମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ।